ନମସ୍କାର ସମସ୍ତଙ୍କୁ। ମୁଁ ଆପଣମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ମୁଁ ଜାଣେ ଆପଣମାନେ ମୋ ଭିଡ଼ିଓକୁ ଅପେକ୍ଷା କରିନଥିବେ। ଚିନ୍ତା କରନ୍ତୁନି, ମୁଁ ଆପଣମାନଙ୍କୁ ମୋ ଭିଡ଼ିଓର ଲିଙ୍କ୍ ସେୟାର କରିଦେବି। ଇଚ୍ଛା ହେଲେ ଆପଣମାନେ ଦେଖି ଦେଇପାରିବେ, ଆଉ ଇଚ୍ଛା ନହେଲେ ଆପଣମାନେ ଦେଖିବି ନ ପାରନ୍ତୁ। This is not a big issue for me, କାରଣ ମୋ ଫଲୋଅର୍ସ ବି ବହୁତ କମ୍। ତ ଠିକ୍ ଅଛି, ମୁଁ ଆଜି ଆପଣମାନଙ୍କୁ ଶୁଣେଇବି ଶୁଣିବିନି ଶୁଣିବି ମୁଁ ଶୁଣିବା ପାଇଁ ହିଁ ତ ଅଛି। ଓକେ, ମୁଁ କାଲି ପେପର୍ ପଢ଼ୁଥିଲି, ତ ସେଠି ଇରାନ ଏବଂ ଇସ୍ରାଏଲ ଆଣ୍ଡ ଆମେରିକା ତାଙ୍କର ସବୁ ଯୁଦ୍ଧର ଚର୍ଚ୍ଚା ଚାଲିଥିଲା। ତ ସେଠି ଲେଖା ହେଇଥିଲା ପୂର୍ଣ୍ଣିମ ବୋଲି ଗୋଟେ ପର୍ବ। ତ ମୁଁ ସେ ପର୍ବ ବିଷୟରେ ଜାଣିବା ପାଇଁ ଚେଷ୍ଟା କଲି ଯେ ସେ ପର୍ବଟି କାହିଁକି ପାଳିତ ହୁଏ। ତ ମୋତେ ଜାଣିବାକୁ ଚେଷ୍ଟା କରିବାରୁ ମୋତେ ଜାଣିବାକୁ ମିଳିଲା କି ପୂର୍ଣ୍ଣିମ ଗୋଟେ ଯେହୁଦୀମାନଙ୍କ ପର୍ବ, ଯାହାକି ସେମାନେ ସେ ପର୍ବକୁ କ'ଣ କୁହାଯାଏ ନା, ସେ ପର୍ବକୁ ଇରାନ ଉପରେ ଯେହୁଦୀମାନଙ୍କର ବିଜୟ। ତ ଆପଣମାନେ ଜାଣିଥିବେ ଇସ୍ରାଏଲ ଯାହାକି ଗୋଟେ ଯେହୁଦୀମାନଙ୍କର ରାଷ୍ଟ୍ର ଏବଂ ଇରାନ ଯାହାକି ଗୋଟେ ଇସଲାମିକ କଣ୍ଟ୍ରି। ତ ଯେହେତୁ ଇରାନର ଖାମନେଇକୁ ଇସ୍ରାଏଲ ଏବଂ ଆମେରିକା ମାରି ସାରିଛନ୍ତି, ତ ସେଇ ପୂର୍ଣ୍ଣିମକୁ ସେଇ ଯେହୁଦୀମାନଙ୍କର ଇରାନ ଉପରେ ବିଜୟ ବୋଲି ସେ ପର୍ବକୁ ସୂଚିତ କରାଯାଏ। ଏକ୍ଚୁଆଲିରେ ସେ ପର୍ବଟିକୁ ସେଇଥିପାଇଁ ହିଁ ପାଳନ କରାଯାଏ ଯେ ଇରାନ ଉପରେ ଯେହୁଦୀମାନଙ୍କର ବିଜୟ। କିନ୍ତୁ ଏଇ ଯେହୁଦୀମାନଙ୍କର ଇରାନ ଉପରେ ବିଜୟ ସହିତ କୌଣସି ସମ୍ପର୍କ ନାହିଁ। କେମିତି ନାହିଁ, ସେଟା ପୂର୍ଣ୍ଣିମ କାହିଁକି ପାଳିତ ହୁଏ ତାହା ଜାଣିଲେ ଆମେ ସେଇ କଥାଟିକୁ ସମ୍ପୂର୍ଣ୍ଣ ଭାବେ ବୁଝିପାରିବା କିମ୍ବା ଆମେ ଜାଣିପାରିବା। ତ ଆପଣମାନେ ଯଦି ଅନୁମତି ଦେବେ ତାହେଲେ ମୁଁ ନିଶ୍ଚିତ ରୂପେ ମୋ ଗଳ୍ପଟିକୁ ଆରମ୍ଭ କରିବି। ଗପ ନୁହଁ, ଗୋଟେ ଇତିହାସ। ମୁଁ ଗପ ତ ନିଶ୍ଚୟ କୁହେ, କିନ୍ତୁ ସେଥିରେ କିଛି ଐତିହାସିକ ଲୋକକଥା କିମ୍ବା ଇତିହାସ ନିଶ୍ଚିତ ରୂପେ ଜଡ଼ିତ ଥାଏ। ଠିକ୍ ଅଛି, ଏବେ ମୁଁ ଆରମ୍ଭ କରିବି। ମୁଁ ଆପଣମାନଙ୍କୁ ଷ୍ଟାର୍ଟ କରୁଛି। ଠିକ୍ ଅଛି, ତେବେ ଆମକୁ ପୂର୍ଣ୍ଣିମ ବିଷୟରେ ଜାଣିବା ପାଇଁ ହେଲେ ଆମକୁ ଯିବା ପାଇଁ ହେବ 2500 ବର୍ଷ ପୁରୁଣା ଇତିହାସକୁ। 2500 ବର୍ଷ ପୁରୁଣା ଇରାନର ଇତିହାସ। ତ ଇରାନରେ ସେତେବେଳେ ଜଣେ ପର୍ସିଆନ ରାଜା ଶାସନ କରୁଥିଲେ, ଯାହାଙ୍କ ନାଁ ଥିଲା ଫାଷ୍ଟ ସ୍କର୍ସେସ୍, କିମ୍ବା ତାଙ୍କୁ ହାସ୍ୱରେସ୍ ବି କୁହାଯାଏ। ତେବେ ଆମେ ତାଙ୍କୁ ଫାଷ୍ଟ ସ୍କର୍ସେସ୍ ହିଁ କହିବା। ତ ସିଏ ସେତେବେଳେ ଶାସନ କରୁଛନ୍ତି। ତାଙ୍କର ଜଣେ ରାଣୀ ଥିଲେ,
से राणी ना थिला भास्ती। भास्ती थरे कौन ही ना राजा राजा गोटे बड़ भोज देले। ମୁଁ କହିଦେବା ପାଇଁ ଚାହେଁ ଭୋଜ ହେଉଛି ଗୋଟେ ବହୁତ ବଡ଼ ରକମର ଏକ ଉତ୍ସବ ଯାହାକୁ ଭୋଜ ବୋଲି କୁହାଯାଏ। ତ କ'ଣ ହେଇଛି ନା ସେ ଭୋଜରେ ରାଜା ରାଣୀଙ୍କୁ କୌଣସି କାରଣବଶତଃ ତାଙ୍କୁ ରାଣୀଙ୍କୁ ସମସ୍ତଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ରାଣୀଙ୍କୁ ସେ ଡାକିଲେ। ତ ରାଣୀ ସମସ୍ତଙ୍କ ସାମ୍ନାକୁ ଆସିବା ପାଇଁ ମନା କଲେ। ଆଉ ଏଥିରେ ରାଜା କ୍ରୋଧିତ ହେଇକି ଭାସ୍ତିଙ୍କୁ ରାଣୀ ପଦରୁ ବହିଷ୍କୃତ କଲେ, ତାଙ୍କୁ ତ୍ୟାଗ କଲେ। ଯାହାଫଳରେ କ'ଣ ହେଲା ନା ରାଜାଙ୍କ ପାଇଁ ପୁଣି ଥରେ ରାଣୀ ଖୋଜା ଷ୍ଟାର୍ଟ ହେଲା। ରାଣୀ ଖୋଜା ଷ୍ଟାର୍ଟ ହେବ ତ ବହୁତ ସ୍ଥାନରୁ ବହୁତ ସୁନ୍ଦର ସୁନ୍ଦର ଝିଅମାନଙ୍କୁ ଡକାଗଲା। ତ ବହୁତ ସୁନ୍ଦର ସୁନ୍ଦର ଝିଅମାନେ ଆସିକି ରାଜ ଦରବାରରେ ହାଜିର ହେଲେ। ମୁଁ କହିଦେବା ପାଇଁ ଚାହେଁ ସେତେବେଳେ ଇରାନକୁ ପାରସ୍ୟ ବୋଲି କୁହାହେଉଥିଲା ଏବଂ ତାର ରାଜଧାନୀ ଥିଲା ସୁସା ବୋଲି ଗୋଟେ ସ୍ଥାନ, ଯାହା ପାରସ୍ୟର ରାଜଧାନୀ ଥିଲା। ତେବେ ବହୁତ ସାରା ସୁନ୍ଦର ସୁନ୍ଦର ଝିଅମାନେ ଆସିଲେ। ତ ରାଜା ସେଠାରେ ଜଣେ ସୁନ୍ଦର ଝିଅଙ୍କୁ ଦେଖି ବିବାହ କରିବା ପାଇଁ ମନସ୍ଥ କଲେ କିମ୍ବା ତାଙ୍କୁ ଚୟନ କଲେ, ଯିଏକି ରୂପରେ, ଗୁଣରେ, ଚାଲିଚଳନରେ ସବୁରେ ବହୁତ ସୁନ୍ଦର ଥିଲା, ବହୁତ ହି ସୁନ୍ଦର। ତେବେ ରାଜାଙ୍କର ବିବାହ ସମ୍ପନ୍ନ ହେଲା। ରାଜ ଦରବାରର କାର୍ଯ୍ୟ ବି ସୁରୁଖୁରୁରେ ଚାଲିଲା। ତ ସେଥିରେ କ'ଣ ହେଲା ନା ରାଜାଙ୍କର ଜଣେ ମନ୍ତ୍ରୀ ଯାହାଙ୍କ ନାଁ ହେଉଛି ହାମିନ୍, ଯେହେତୁ ସେ ରାଜାଙ୍କର ଜଣେ ବହୁତ ହିଁ ପ୍ରିୟ ମନ୍ତ୍ରୀ, ତାଙ୍କ ପାଖରେ ବହୁତ ରାଜା ଅଧିକ କ୍ଷମତା ରାଜ ଦରବାରରୁ ଦେଇଥିଲେ। ତ ସିଏ ଚାହୁଁଥିଲେ କି ତାଙ୍କୁ ସମସ୍ତେ ନମସ୍କାର କରନ୍ତୁ ରାଜ୍ୟବାସୀ। ତ କ'ଣ ହେଲା ନା ତାଙ୍କର ଜଣେ ଲୋକ ଯାହାଙ୍କ ନାଁ ହେଉଛି ମଦ୍ରେକେଇ, ତାଙ୍କ ସହିତ ତାଙ୍କର କଳହ ଷ୍ଟାର୍ଟ ହେଲା। କାହିଁକି ନା ମଦ୍ରେକେଇ ତାଙ୍କୁ ନମସ୍କାର କଲେ ନାହିଁ, ଯେଉଁଟାକି ମନ୍ତ୍ରୀ ହାମିନକୁ ବହୁତ ବ୍ୟଥିତ କଲା ଏବଂ ତାଙ୍କର ସମ୍ମାନ ହାନି ହେଲା ବୋଲି ସିଏ ଭାବେ। ଆଉ ମୁଁ ଏଠି କହିଦେବା ପାଇଁ ଚାହେଁ ମଦ୍ରେକେଇ ହେଉଛନ୍ତି ରାଣୀ ଏଷ୍ଟରଙ୍କର ମାମୁଁ କିମ୍ବା ଜଣେ ସମ୍ପର୍କୀୟ, ଯିଏକି ଏଷ୍ଟରଙ୍କର ପାଳନ କରିଥିଲେ, ଯିଏ ତାଙ୍କୁ ପୋଷିଥିଲେ। ତ ମଦ୍ରେକେଇଙ୍କର ହାମିନଙ୍କ ସହିତ କଳହ ଷ୍ଟାର୍ଟ ହେଲା। ଆଉ ରାଜା ମଧ୍ୟ ରାଜାଙ୍କ କଥା ଇଆଡ଼ୁ କୁଆଡ଼ୁ ଆସିଲା। ତ ହାମିନ୍ କ'ଣ ଚାହିଁଲେ ନା ଚାହିଁଲେ ମଦ୍ରେକେଇଙ୍କୁ ମାରିବା ପାଇଁ। ଖାଲି ମଦ୍ରେକେଇଙ୍କୁ ନୁହଁ, ସମ୍ପୂର୍ଣ୍ଣ ଜେହୁଦୀ ସମାଜକୁ ମାରିବା ପାଇଁ ଚାହିଁଲେ, ପ୍ରତିଶୋଧ ନେବା ପାଇଁ ଚାହିଁଲେ ସମ୍ପୂର୍ଣ୍ଣ ଜେହୁଦୀ ସମାଜଠାରୁ। କାରଣ ମଦ୍ରେକେଇ ଜଣେ ଜେହୁଦୀ ଥିଲେ। ତ କ'ଣ ହେଲା ନା ସିଏ ରାଜାଙ୍କ ପାଖରେ ଯାଇ କହିଲେ କି ଆମ ରାଜ୍ୟରେ ଏକ ଜାତି ଅଛି, ଯେଉଁ ଜାତିକି ରାଜ ଦରବାରର କୌଣସି ନିୟମକୁ, କୌଣସି କାର୍ଯ୍ୟକୁ ମାନିବା ପାଇଁ ଚାହାନ୍ତି ନାହିଁ, ଯେଉଁ ଜାତିକି ଆମ ରାଜ୍ୟ ପାଇଁ ବିପଦ। ଏହା ଶୁଣି ରାଜା
କହିଲେ ତାହେଲେ ସେ ଜାତିକୁ ମୃତ୍ୟୁଦଣ୍ଡ ଦିଆଯାଉ। କିନ୍ତୁ ମୁଁ କହିଦେବା ପାଇଁ ଚାହେଁ ଏଠାରେ ହାମିନ୍ ଏହା ଯେ ଯେହୁଦୀ ସମାଜ ବୋଲି, ଏହା ଯେ ଯେହୁଦୀ ସମାଜ ଜାତି ତାହା ସେ ରାଜାଙ୍କୁ କହିନଥିଲେ। ସିଏ ଖାଲି କହିଥିଲେ ଗୋଟେ ଜାତି, ସେ ଜାତି କଥା କହିଥିଲେ କିନ୍ତୁ ଜାତିର କୌଣସି ପ୍ରକାରରେ ନାଁ ନେଇନଥିଲେ। ତ କ'ଣ ହେଲା ନା ରାଜ୍ୟ ସାରାରେ ହୋ ହଲ୍ଲା ହେଲା। ହୋ ହଲ୍ଲା ମାନେ ରାଜ୍ୟ ସାରାରେ ପ୍ରଚାର କରାହେଲା କି ଯେହୁଦୀ ସମାଜକୁ ସମସ୍ତ ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆହେବ। ଯେହୁଦୀ ସମାଜର ପ୍ରତ୍ୟେକ ବ୍ୟକ୍ତି ଭୟଭୀତ ହେଇଗଲେ, କାରଣ ବିନା ଦୋଷରେ ଯଦି ମୃତ୍ୟୁଦଣ୍ଡ ଦିଆହେବ ତ ଯିଏ କେହି ବି ଡରିବ। ତ ଏଥିରେ କ'ଣ କଲେ ନା ମଦ୍ରେକେଇ ଯାଇକି ରାଣୀ ଏଷ୍ଟର୍ଙ୍କୁ କହିଲେ ଯେ ହାମିନ୍ ଯେହୁଦୀ ସମାଜକୁ ମାରିବାକୁ ଚାହେଁ, ଆଉ ଯେହୁଦୀ ସମାଜର ସୁରକ୍ଷାର ଦାୟିତ୍ୱ ଏବେ ତମ ପାଖରେ, ମାନେ ରାଣୀ ଏଷ୍ଟର୍ଙ୍କ ପାଖରେ। ସିଏ ହିଁ ଚାହିଁଲେ ଯେହୁଦୀ ସମାଜକୁ ବଞ୍ଚେଇ ପାରିବେ। ପ୍ରଥମେ ଏଷ୍ଟର୍ ଏଥିରେ ଟିକେ ନାରାଜ ହେଲେ, କାରଣ ସେଠାରେ ନିୟମ ଥିଲା କି ରାଜାଙ୍କ ବିନା ଅନୁମତିରେ ଯଦି ରାଜାଙ୍କ ସାମ୍ନାକୁ ଯିଏ କେହି ବି ଯାଏ ତେବେ ତାକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାହେବ। ତ ମଦ୍ରେକେଇ ଏଷ୍ଟର୍ଙ୍କୁ କହିଲେ, ମୁଁ ଜାଣେ ତମେ ଡରୁଛ, କିନ୍ତୁ ତମେ ଜଣେ ଯେହୁଦୀ ସମ୍ପ୍ରଦାୟର ଝିଅ ହେବା କାରଣରୁ ତମର ପ୍ରଥମ କର୍ତ୍ତବ୍ୟ ହେଉଛି ତମେ ତମ ଯେହୁଦୀ ସମାଜକୁ ରକ୍ଷା କରିବ। ତେବେ ଏଷ୍ଟର୍ଙ୍କ କଥାରେ ଅଭିପ୍ରେତ ହେଇ ରାଣୀ ଏଷ୍ଟର୍ ରାଜାଙ୍କୁ ଏକଥା କହିବା କଥା ଭାବିଲେ। ତ ସିଏ ରାଜାଙ୍କୁ କହି ଦୁଇଟି ଭୋଜର ଆୟୋଜନ କଲେ। ପ୍ରଥମ ଭୋଜରେ ସେ କୌଣସି ପ୍ରକାରରେ କିଛି ବି କଥା ରାଜାଙ୍କୁ କହିନଥିଲେ, କିନ୍ତୁ ଯେଉଁ ଦ୍ୱିତୀୟ ଭୋଜଟି ଥିଲା, ଦ୍ୱିତୀୟ ଉତ୍ସବଟି ଥିଲା, ସେଠି ରାଣୀ ଉପବାସ କରିଥିଲେ। ରାଣୀଙ୍କୁ କିନ୍ତୁ ଆୟୋଜନ ଖୁବ୍ ଭଲ କରିଥିଲେ ରାଣୀ, ଯେଉଁଥିରେ କି ରାଜା ଖୁସି ହେଇଗଲେ ଯେ ରାଣୀ ଏଷ୍ଟର୍ ଏତେ ସୁନ୍ଦର ଭାବରେ ଭୋଜର ଆୟୋଜନ କରିଛନ୍ତି। କିନ୍ତୁ ସେ ଅଭିମାନରେ ଉପବାସ ବି କରିଛନ୍ତି। ଆଜ୍ଞା, ନାରୀ ଆଗରେ କୋଉ ବି ରାଜା ତା ସ୍ତ୍ରୀ ଆଗରେ କିଛି ବି ନୁହଁ। ତ ରାଜା ଜାଣିବାକୁ ଚାହିଁଲେ ଯେ ଏଷ୍ଟର୍ ଉପବାସ କାହିଁକି କରିଛନ୍ତି, କାରଣ ଜାଣିବା ପାଇଁ ଚାହିଁଲେ ଏବଂ ତାଙ୍କୁ ଭୋଜ ଖୁସିର ଉପହାରରେ ତାଙ୍କୁ କହିଲେ କି ତମେ କିଛି ବି ମାଗ, ତମେ ଯାହା ମାଗିବ ଆଜି ମୁଁ ତମକୁ ଦେବି। ତ କ'ଣ ହେଲା ନା ସେଇ ଟାଇମ୍ରେ ରାଣୀ ଏଷ୍ଟର୍ ହାମିନ୍ଙ୍କ କଥା କହିଲେ। କ'ଣ କହିଲେ ନା ରାଜ୍ୟରେ ଏମିତି ଜଣେ ଲୋକ ଅଛନ୍ତି ଯିଏକି ଆମର ସମ୍ପ୍ରଦାୟକୁ ନଷ୍ଟ କରିବା ପାଇଁ ଚାହାନ୍ତି। ତ ରାଜା କହିଲେ ସେ ବ୍ୟକ୍ତି ଜଣକ କିଏ? ତ ରାଣୀ ଏଷ୍ଟର୍ କହିଲେ ସେ ବ୍ୟକ୍ତି ଜଣକ ହେଉଛନ୍ତି ଆପଣଙ୍କର ମନ୍ତ୍ରୀ ହାମିନ୍। ରାଜା ଜାଣି ଖୁବ୍ ରାଗିଲେ। ହାମିନ୍ କିପରି ଭାବେ ହେଇପାରିବେ? ତ ରାଣୀ ପ୍ରତ୍ୟେକ କଥା ଯାହା ଘଟିଥିଲା ମଦ୍ରେକେଇଙ୍କ ସହିତ ଏବଂ ମଦ୍ରେକେଇ ଆସି ତାଙ୍କୁ ଯାହା କହିଲେ ସେ ପ୍ରତ୍ୟେକ କଥା ରାଜାଙ୍କୁ କହିଲେ ଏବଂ ଏହା ବି କହିଲେ କି ସିଏ ଜଣେ ଯେହୁଦୀ ସମ୍ପ୍ରଦାୟର ଝିଅ, ଯାହାକି ସେ ରାଜାଙ୍କ ଠାରୁ ଲୁଚେଇଥିଲେ, ରାଜାଙ୍କୁ କହିନଥିଲେ। ତ ରାଜା ଜାଣି ବହୁତ କ୍ରୋଧିତ ହେଲେ। କାହା ଉପରେ ନା ହାମିନ୍ଙ୍କ ଉପରେ, କାରଣ ସେ ବିନା କୌଣସି ଭୁଲରେ ଗୋଟେ ସମ୍ପ୍ରଦାୟକୁ ମାରିବା ପାଇଁ ଚାହୁଁଥିଲେ। ତେବେ ରାଜା ହାମିନ୍ଙ୍କୁ ଯେଉଁ ଦଣ୍ଡଟି ଯେହୁଦୀ ସମ୍ପ୍ରଦାୟକୁ ଦେବାର ଥିଲା ସେଇ ମୃତ୍ୟୁଦଣ୍ଡ
ରେ ଦଣ୍ଡିତ ହେଲେ ହାମିନ୍। ରାଜା ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କଲେ ଏବଂ ତାଙ୍କୁ ଫାଶୀ ଦଣ୍ଡ ମିଳିଲା, ଯେଉଁଥିରେ ଯେହୁଦୀ ସମ୍ପ୍ରଦାୟର ବିଜୟ ହେଲା ନିଶ୍ଚୟ ଭାବେ। ଆଉ ସେଇ ଦିନଟିକୁ ଏବଂ ରାଜା ମଦ୍ରେକୀଙ୍କୁ ଗୋଟେ ବହୁତ ହିଁ ଉଚ୍ଚ ପଦବୀ ଦେଇଥିଲେ ଏବଂ ସେଇ କଥାଟା ମାନେ ତାକୁ ହିଁ କୁହାଯାଏ ଇରାନ ଉପରେ ଯେହୁଦୀମାନଙ୍କର ବିଜୟ। ନିଶ୍ଚିତ ରୂପେ ସେ ସମୟରେ ସେଟା ଇରାନ ଉପରେ ଯେହୁଦୀମାନଙ୍କର ହିଁ ବିଜୟ। ତେବେ ସେହି ପର୍ବଟିକୁ ପୂର୍ଣ୍ଣିମ ବୋଲି କହିକି, ମାନେ ପର୍ବ ନୁହଁ, ମାନେ ଖୁସିରେ ଲୋକ ଯେଉଁ ଏନ୍ଜୟ କଲେ ତାକୁ କୁହାଗଲା ପୂର୍ଣ୍ଣିମ। ସେ ପର୍ବଟିର ନାଁ ଦିଆହେଲା ପୂର୍ଣ୍ଣିମ। ସେଇ ଦିନଠାରୁ ଯେହୁଦୀମାନେ ପ୍ରତ୍ୟେକ ବର୍ଷ ପୂର୍ଣ୍ଣିମ ପାଳନ କରନ୍ତି ଏବଂ ସେମାନେ ଏଥରକ ଇରାନ ଉପରେ ତାଙ୍କର ପର୍ବ ପାଳନ ପୂର୍ବରୁ ଆକ୍ରମଣ କରିଥିଲେ, ଯେଉଁଥିରେ କି ଖାମନେଇ ମୃତ୍ୟୁବରଣ କରିସାରିଛନ୍ତି। ତ ସେଇଟା ହିଁ ତାକୁ ହିଁ କୁହାଯାଏ ଇରାନ ଉପରେ ଯେହୁଦୀମାନଙ୍କର ବିଜୟ। ଆଉ ଏବେ ଇସ୍ରାଏଲ ଗୋଟେ ଯେହୁଦୀ କଣ୍ଟ୍ରି, ଯେଉଁଠାରେ କି ଯେହୁଦୀ ଲୋକମାନେ ବହୁତ ଅଧିକ ଅଛନ୍ତି। ଓକେ, ଠିକ୍ ଅଛି, ନମସ୍କାର, ଧନ୍ୟବାଦ।